ମାନେ ଓଡ଼ିଆ ଘର ବୋହୂ ହିସାବରେ ମୋତେ ଶାଢ଼ୀ ପିନ୍ଧିବାକୁ ଭଲ ଲାଗେ, କିନ୍ତୁ ମୁଁ କେଉଁ ସମୟରେ କ'ଣ ପିନ୍ଧିବି ସେଇଟା ମୁଁ ଡିସାଇଡ଼୍ କରିବି, ଅନ୍ୟ ଲୋକ ଡିସାଇଡ଼୍ କରିବେନି। ମୁଁ ସତ କହୁଛି, ମାନେ ମୁଁ କାହା କଥାରେ ଯିବିନି ଯେ ତୁ ଏଇଟା ପିନ୍ଧେ ନ ପିନ୍ଧେ, ମୋ ଇଚ୍ଛା ସେଇଟା। ମୁଁ କେତେବେଳେ କ'ଣ ପିନ୍ଧିବି, ମୋତେ କେତେବେଳେ କମ୍ଫର୍ଟେବୁଲ୍ ଲାଗେ, କେତେବେଳେ କ'ଣ। ଶାଢ଼ୀ ମୋତେ ବହୁତ ଭଲ ଲାଗେ, କିନ୍ତୁ କେତେବେଳେ ପର୍ବପର୍ବାଣି କିମ୍ବା କେତେବେଳେ କୁଆଡ଼େ ବୁଲିବାକୁ ଯାଉଥିବି, ବାହାରକୁ ଯାଉଥିବି, ଭଲ ଲାଗେ। ଘରେ ଯେତେବେଳେ ମୁଁ ଦୌଡ଼ା ଦୌଡ଼ି ହେଇକି କାମ କରିବି, ସେ ସମୟରେ ମୋତେ ଡ୍ରେସ୍ ଭଲ ଲାଗେ, କାହିଁକିନା ଡ୍ରେସ୍ ପିନ୍ଧିଲେ ମୁଁ କମ୍ଫର୍ଟ ହେଇକି କାମ କରିପାରେ। ଏମିତି ନୁହଁ କି ମୁଁ ଶାଢ଼ୀ ପିନ୍ଧୁନି, ମୁଁ ମାସର ଅଧା ଦିନ ଶାଢ଼ୀ ପିନ୍ଧେ, ଅଧା ଦିନ ଡ୍ରେସ୍ ପିନ୍ଧେ। ଏ ଟପିକ୍ ଆଜି ଏଥିପାଇଁ କହୁଛି ଯେ କିଛି ଲୋକ ମୋତେ, ମୁଁ ଡ୍ରେସ୍ ପିନ୍ଧିକି କୁଆଡ଼େ ଗଲେ ଯାଏ ନା, ସେଥିପାଇଁ ମୋତେ ବିଭିନ୍ନ ପ୍ରକାର ଭାଷା କହୁଥିଲେ, ଯେଉଁଟା ମୁଁ ପାଟିରେ ଧରି ପାରିବିନି। ଏଇଟା ନାରୀମାନଙ୍କୁ ଅସମ୍ମାନ ନୁହେଁ କି? ଆଉ ଗୋଟେ ଜିନିଷ, ମୁଁ ଡ୍ରେସ୍ ପିନ୍ଧିଥିଲି ବାହାଘର ପରେ, କିନ୍ତୁ 2 ବର୍ଷ ପରେ ପିନ୍ଧିଥିଲି। କିନ୍ତୁ ଯେଉଁମାନେ ମୋତେ ଆଙ୍ଗୁଠି ଦେଖେଇକି କହିଥିଲେ ଯେ ଛୁଞ୍ଚି ତୋର ଗୋଟେ କଣା ହେଇଛି, ଯେଉଁ ଚାଲୁଣୀ ମାନେ, ସେମାନଙ୍କର ଝିଅମାନେ ଆଜିକାଲି ବାହାଘରର ମାସେ ଭିତରେ ଡ୍ରେସ୍ ପିନ୍ଧିକି, ଜିନ୍ସ ପିନ୍ଧିକି ବୁଲୁଛନ୍ତି। ଏବେ ଆପଣମାନେ କମେଣ୍ଟ